ଏ ଘଟ ଚାଲିଯିବ, ଏ ଆତ୍ମା ଚାଲିଯିବ, ଏ ଘଟ ବି ଚାଲିଯିବ, ଏ ଆତ୍ମା ବି ଚାଲିଯିବ, ହଜିଯିବ ସବୁ ମନର କଥା। ଏ ଦୁନିଆ କିଛି ରଖିପାରିବନି, ଏ ଦୁନିଆ କିଛି ରଖିପାରିବନି, ନଇଁ ପଡ଼ିବ ତା ମଥା। ଆରେ ନାଇଁରେ 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 ନାଇଁ ରହିବ, କ'ଣ ରହିବ? ଖାଲି ସ୍ନେହ ମମତା, ଖାଲି ସ୍ନେହ ମମତା। ଦର୍ଶକ ବନ୍ଧୁ ନମସ୍କାର, ଜୟ ଜଗନ୍ନାଥ। ଆଜି ସକାଳ ପୁରା ଭୋର ଭୋର ଦେଖୁଛନ୍ତି, ଚାରିପଟ କୁହୁଡ଼ିର ଖେଳ। ଆଉ ଦେଖୁଛନ୍ତି ବୃକ୍ଷ ଗଛଲତା କେତେ ସୁନ୍ଦର ଭାବରେ ହସି ଉଠୁଛନ୍ତି। ତା ସହିତ ଦେଖନ୍ତୁ ଆମର ଏ ଅନ୍ନ ଦେଉଥିବା, ଆମ ପେଟକୁ ଦାନା ଦେଉଥିବା କ୍ଷେତ କେତେ ସୁନ୍ଦର ଲାଗୁଛି। ଦେଖୁଛନ୍ତି ଦର୍ଶକ ବନ୍ଧୁ, କେତେ ସୁନ୍ଦର, କେତେ ଆନନ୍ଦିତ। ବା 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 ପ୍ରଭୁ, ଏମିତି ସମସ୍ତଙ୍କର ସକାଳ ସୁଖ। ଦର୍ଶକ ବନ୍ଧୁ ଗୋଟେ କଥା ମନେ ରଖନ୍ତୁ, ଆପଣମାନେ ସକାଳୁ ଉଠିଲେ ଆପଣଙ୍କ ଘରେ ଯେକୌଣସି ବୟସ୍କ ଲୋକ ଥିବ, ଆପଣ ଟିକେ ସକାଳୁ ମୁହଁ ଧୋଇ ଟିକେ ପ୍ରଣାମ କରନ୍ତୁ, ପାଦ ଧୂଳି ନେଇ ମୁଣ୍ଡରେ ମାରନ୍ତୁ। ଦେଖିବେ ଆପଣ ସାରା ଦିନ ପୁରା 24 ଘଣ୍ଟା ଆପଣଙ୍କର ସଫଳ ଯାତ୍ରା ହେବ, ସବୁବେଳେ ସଫଳ ହେବ। କେଉଁଠି ବି ଆପଣଙ୍କ ଅଗ ଗୋଡ଼ରେ କଣ୍ଟା ବି ବାଜିବନି। ଦର୍ଶକ ବନ୍ଧୁ, ଭଗବାନ ପରା ଘରେ ବସିଛନ୍ତି। ଆମେ ମନ୍ଦିରକୁ ଗଲେ କ'ଣ ମିଳିବ? ମନ୍ଦିରକୁ ତ ଯିବା ନିଶ୍ଚିନ୍ତ ନା, ହେଲେ ଦର୍ଶକ ବନ୍ଧୁ, ଘରେ ଯେଉଁ ଦେବତା ଅଛନ୍ତି, ଘରେ ଯେଉଁ ସବୁଠାରୁ ବୟସ୍କ ଲୋକ, ବୁଢ଼ା ହୁଅନ୍ତୁ ବା ବୁଢ଼ୀ, ବାପା ହୁଅନ୍ତୁ ବା ବୋଉ, ଯେକୌଣସି ବୟସ୍କ ଲୋକ, ଆପଣ ଟିକେ ସକାଳୁ ଉଠି ପାଦ ଧୂଳି ନେଇ ମୁଣ୍ଡିଆ ମାରନ୍ତୁ। ଦେଖିବେ ଆପଣଙ୍କୁ ଭାରି ଶାନ୍ତି ଲାଗିବ, ଆପଣଙ୍କୁ ଭାରି ଶାନ୍ତି ଲାଗିବ, ଭାରି ଆନନ୍ଦ ଲାଗିବ। ଆପଣ ମାଇଣ୍ଡଟା ଫ୍ରେଶ୍ ରହିବ ସବୁବେଳେ ପାଇଁ। କାହିଁକି ଜାଣିଛନ୍ତି? ତାଙ୍କ ମନର ଯେଉଁ ଆଶୀର୍ବାଦଟା ଆପଣଙ୍କ ଉପରେ ଢାଳି ଦେବେ, ସେଇଠି ବସି ବସି କହିଦେବେ, ହଉ ହଉ ବାପା, ଭଲ, ଶାନ୍ତିରେ ଯା। ସେ ଯେଉଁ ତାର ଯେଉଁ ଶକ୍ତି, ତାର ଯେଉଁ ପାୱାର ଆପଣଙ୍କୁ କେଉଁଠି ହରେଇ ଦେବନି। ଆପଣ ସବୁବେଳେ ଆଗ ଧାଡ଼ିକି ଆଗରେ ଆଗରେ ମାଡ଼ି ଚାଲିବେ। ଦର୍ଶକ ବନ୍ଧୁ, ଆଜି ସକାଳ, ତେଣୁ ଆଉ ବହୁତ କିଛି କହିବିନି, ଆପଣ ଏତିକି କହୁଛି, ଆପଣମାନେ ଟିକେ ବୟସ୍କ ଲୋକମାନଙ୍କୁ ଶାନ୍ତିରେ ରଖନ୍ତୁ। ବାପା ମା, ବୁଢ଼ାବୁଢ଼ୀ ଯେଉଁମାନେ ହେଇଯାଉଛନ୍ତି, କି ଜେଜ ଜେଜେମା ଅଛନ୍ତି ଘରେ, ତାଙ୍କ କଥାକୁ ଟିକେ ସ୍ୱୀକାର କରନ୍ତୁ। ତାଙ୍କ କହୁଥିବା କଥାର ଦାମ୍ ଅଛି, କାହିଁକି ନା ସେ ଅନେକ ଦିନ ଅନୁଭବ କରି ଆସିଛନ୍ତି। ଆମେ ତ ନୂଆ ନୂଆ ସବୁ ଆସିଛେ ନା, ତେଣୁ ସେମାନଙ୍କ କଥା ଶୁଣିଲେ ଆପଣ ବହୁତ ଶାନ୍ତିରେ ରହିବେ। କୌଣସି ପ୍ରୋବ୍ଲେମ୍ ହେବନି, କେଉଁଠି ହାରିବେନି, ପଇସାର ଅଭାବ ହେବନି, କୌଣସିଥିରେ ଆପଣଙ୍କ ପ୍ରୋବ୍ଲେମ୍ ହେବନି। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ସକାଳୁ ଉଠି ବୟସ୍କ ଲୋକଙ୍କ ପାଦ ଧୂଳି ଟିକେ ମୁଣ୍ଡିଆ ମାରିବେ। ଦେଖିବେ, ଉଫ୍, କାହିଁ କହୁଛନ୍ତି ସେ ଆନନ୍ଦ, କାହିଁ କହୁଛନ୍ତି ସେଥିରେ କି ଶାନ୍ତି। କ'ଣ କରିବା, ଆମେମାନେ ତ ସମସ୍ତେ ସ୍ୱାର୍ଥପର ହେଇଗଲେଣି, ବିଶ୍ୱାସଘାତକ ହେଇଗଲେଣି, ଲୋଭୀ, ଅହଙ୍କାରୀ। ୟାକୁ ସବୁ ଯଦି ଆମେ ତ୍ୟାଗ କରିଦେବା ନା, ଦେଖିବେ ଆମ ଜୀବନ ବି ସବୁବେଳ ପାଇଁ ଫୁଲ ପରି ଫୁଟି ଉଠିବ। ଦର୍ଶକ ବନ୍ଧୁ, ମନେ ରଖନ୍ତୁ ଏତିକି, ଆଉ କିଛି ମୋର କହିବାର ନାହିଁ। ଗୋଟେ ଭିଡ଼ିଓ ଛାଡ଼ିଲି ସକାଳୁ ସକାଳୁ ଆଜି, ବହୁତ ଆନନ୍ଦିତ ସମୟ। ଦେଖନ୍ତୁ ଆମର ସୂର୍ଯ୍ୟ ଦେବତା କେମିତି ଲାଲ ରଙ୍ଗରେ ଉଠି ଆସୁଛନ୍ତି। ବାଃ ବାଃ ବାଃ, କେତେ ସୁନ୍ଦର ଦେଖିଲେ, କେମିତି ସୂର୍ଯ୍ୟ ଦେବତା ଆସୁଛନ୍ତି ଦେଖୁଛନ୍ତି। ସକାଳର ଯେଉଁ କଅଁଳିଆ ହସ ତାଙ୍କର, ଆହା ମନଲୋଭା ପ୍ରଭୁ। ଏଇଠି ଥାଇ ସୂର୍ଯ୍ୟ ଦେବତା ଟିକେ ସକାଳୁ ପ୍ରଣାମ କରିବା। ଦର୍ଶକ ବନ୍ଧୁ, ମୁଁ ରହୁଛି, ଆଉ ଗୋଟେ ଭିଡ଼ିଓ ହେଲେ ମୁଁ ଆପଣଙ୍କୁ ଛାଡ଼ିବି। ସେ ପର୍ଯ୍ୟନ୍ତ ମୋତେ ଟିକେ ବିଦାୟ ଦିଅନ୍ତୁ। ଆଉ ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରନ୍ତୁ, ଟିକେ ଲାଇକ୍ କରନ୍ତୁ, ଟିକେ ସେୟାର କରନ୍ତୁ। ଏତିକି ତ କହୁଛି ନା, ଆଉ କ'ଣ ମୋର ଅଛି? ଆଉ କିଛି ଆପଣଙ୍କଠାରୁ ମାଗୁନି। ଟିକେ ଖୁସି, ସ୍ନେହ ମମତା, ଭଲ ପାଇବା, ବାସ୍। ଏଇ ତ ଦୁନିଆର ସବୁଠାରୁ ବଡ଼ ଦାମୀ ଜିନିଷ, ୟାଠାରୁ ଦାମୀ ଜିନିଷ ସଂସାରରେ କିଛି ନାହିଁ। ରହୁଛି ଦର୍ଶକ ବନ୍ଧୁ, ନମସ୍କାର, ଜୟ ହିନ୍ଦ, ଜୟ କଳା।